ଭୁଲ ନିଷ୍ପତ୍ତି ଯୋଗୁଁ ଆମ୍ପାୟାରଙ୍କ ଉପରେ ରାଗି ଯାଇ ଏମିତି କଲେ ହିଟମ୍ୟାନ୍ ରୋହିତ, ଯାହାକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ 7 ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି ଏବଂ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ 2-0ରେ କ୍ଲିନ୍ ସୁଇପ୍ କରିନେଇଛି। ତା ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ଦେଖିବାକୁ ଗଲେ ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ 233 ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର 146 ରନରେ ଅଲଆଉଟ୍ ହୋଇଯାଇଥିଲା, ଯାହାଫଳରେ ଭାରତକୁ ଚତୁର୍ଥ ଦିନରେ ମାତ୍ର 98 ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା ଏବଂ ଏହି ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରିନେଇଛି। ଭାରତୀୟ ଇନିଂସରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ମ୍ୟାଚ୍ ସମୟରେ ଅଧିନାୟକ ରୋହିତ ଶର୍ମା ଆମ୍ପାୟାରଙ୍କ ଉପରେ ରାଗିଯାଇ ଏମିତି କିଛି କରିଥିଲେ। ଯେତେବେଳେ ଆମ୍ପାୟାର ଷ୍ଟମ୍ପ ବାହାରେ ପିଚ୍ ହେଉଥିବା ବଲ୍ ଉପରେ ରୋହିତ ଶର୍ମାଙ୍କୁ LBW ଆଉଟ୍ ଦେଇଥିଲେ, ସେତେବେଳେ ରୋହିତ ଶର୍ମା DRS ନେଇଥିଲେ ଏବଂ ନିଷ୍ପତ୍ତି ରୋହିତଙ୍କ ସପକ୍ଷରେ ଯାଇଥିଲା। ଏହାପରେ ରୋହିତ ଶର୍ମା ରାଗିଯାଇ ବ୍ୟାଟ୍କୁ ଜୋରରେ ବୁଲାଉଥିବା ନଜର ଆସିଥିଲେ। ଏହାପରେ ରୋହିତ ଶର୍ମାଙ୍କ ରାଗ କମି ନଥିଲା। ତାଙ୍କର ଏକାଗ୍ରତା ଭଙ୍ଗ ହୋଇଥିବାରୁ ସେ ଅନ୍ୟ ଏକ ବଲ୍ରେ ଆଉଟ୍ ହୋଇଥିଲେ।